ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏ କଥାଟା ଶୁଣିଲେ ମନେ ପଡ଼ନ୍ତି ସେହି ମଣିଷ ହଁ, ଉତ୍କଳମଣି ଗୋପବନ୍ଧୁ ଦାସ। ଯିଏ ଆଇନ ପଢ଼ିଥିଲେ, ଚାହିଁଥିଲେ ବହୁତ ଆରାମରେ ରହିପାରିଥାନ୍ତେ, ଏକଦମ। କିନ୍ତୁ ବାଛି ନେଲେ କଣ୍ଟା ଭରା ରାସ୍ତା ବିଲକୁଲ। ନିଜ ଲୋକଙ୍କ ସେବା ପାଇଁ। ତ ଆଜି ଆମେ ସେଇ ଗୋପବନ୍ଧୁ ଦାସଙ୍କ ଜୀବନ ଆଉ ଆଦର୍ଶକୁ ଆଉ ଟିକେ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ନିଶ୍ଚୟ। ଗୋପବନ୍ଧୁ କହିଲେ ଖାଲି ଗୋଟେ ନାଁ ନୁହେଁ, ସେ ହେଉଛନ୍ତି ଓଡ଼ିଆ ସ୍ୱାଭିମାନର ଆଉ ସେ ସାମାଜିକ ଜାଗରଣର ଗୋଟେ ପ୍ରତୀକ। ତାଙ୍କ ଜୀବନ କାହାଣୀ ଗୋଟେ ଖାଲି ବ୍ୟକ୍ତିର କାହାଣୀ ନୁହେଁ, ସେଟା ଗୋଟେ ପୁରା ଆନ୍ଦୋଳନର କଥା। ଆଚ୍ଛା। ଯେଉଁମାନେ ଜାଣିବାକୁ ଚାହାନ୍ତି ପ୍ରକୃତ ନେତୃତ୍ୱ କ'ଣ, ତ୍ୟାଗ କ'ଣ, ତାଙ୍କ ପାଇଁ ଗୋପବନ୍ଧୁଙ୍କ ଜୀବନୀ ବହୁତ ବଡ଼ ପ୍ରେରଣା। ଠିକ୍। ତାଙ୍କ କାହାଣୀ ଆରମ୍ଭ ହୁଏ ତ ପୁରୀ ଜିଲ୍ଲାର ସୁଆଣ୍ଡ ଗାଁରୁ 1870 ମସିହାରେ। ହଁ। ଶୁଣାଯାଏ ପିଲାବେଳୁ ହିଁ ସେ ବହୁତ ଚତୁର ଆଉ ଦୟାଳୁ ଥିଲେ, ଭାବୁକ ବି ଥିଲେ। ହଁ, ସେଇ ଗୁଣ ସବୁ ତାଙ୍କ ଭିତରେ ଥିଲା। ତାପରେ କଟକ ରେଭେନ୍ସାରେ ପଢ଼ିଲେ ଆଉ କଲିକତାରୁ ଆଇନ ଡିଗ୍ରୀ। ସେତେବେଳେ ତ ଆଇନଜୀବୀମାନେ ଭଲ ରୋଜଗାର କରୁଥିଲେ। ହଁ, ବହୁତ ଭଲ ଭବିଷ୍ୟତ ଥିଲା। ତଥାପି ସେସବୁ ଛାଡ଼ି ସେବା ବାଟକୁ କାହିଁକି ଆସିଲେ? କ'ଣ ଥିଲା ସେ କାରଣ? ଦେଖନ୍ତୁ, ତା ପଛରେ ମୁଖ୍ୟ କାରଣ ଥିଲା ତାଙ୍କର ସେଇ ଗଭୀର ଦେଶପ୍ରେମ ଆଉ ଲୋକଙ୍କ ଦୁଃଖ ଦେଖି ସହି ପାରୁନଥିଲେ। ସେ ବୁଝିପାରିଥିଲେ ଯେ ପ୍ରକୃତ କାମ କେଉଁଠି ଦରକାର। ଆଉ ଏହାର ସବୁଠୁ ବଡ଼ ପ୍ରମାଣ କ'ଣ ଜାଣନ୍ତି? କ'ଣ? ସେଇ 1909 ମସିହାରେ ସତ୍ୟବାଦୀ ବନବିଦ୍ୟାଳୟର ସ୍ଥାପନା। ଓହୋ, ସତ୍ୟବାଦୀ ସ୍କୁଲ। ହଁ, ସେଟା ଖାଲି ଗୋଟେ ସ୍କୁଲ ନଥିଲା, ସେଟା ଥିଲା ଗୋଟେ ମୁକ୍ତାକାଶ ବିଦ୍ୟାଳୟ। ପିଲାମାନେ ଗଛମୂଳେ ବସି ପାଠ ପଢୁଥିଲେ। ଆଚ୍ଛା। ଆଉ ସେଠି ଖାଲି ପାଠପଢ଼ା ନୁହେଁ, ନୈତିକତା, ଦେଶପ୍ରେମ, ଚରିତ୍ର ଗଠନ ଏସବୁ ଉପରେ ବେଶୀ ଜୋର ଦିଆଯାଉଥିଲା। ଖାଲି ସାକ୍ଷର କରିବା ଲକ୍ଷ୍ୟ ନଥିଲା? ନା, ବିଲକୁଲ ନୁହେଁ। ଲକ୍ଷ୍ୟ ଥିଲା ସଚେତନ, ଦାୟିତ୍ୱବାନ ନାଗରିକ ତିଆରି କରିବା। ସେ ସମୟ ପାଇଁ ଏଟା ବହୁତ ବଡ଼ କଥା ଥିଲା, ଗୋଟେ ବୈପ୍ଳବିକ ପଦକ୍ଷେପ। ସତରେ, ଶିକ୍ଷା କ୍ଷେତ୍ରରେ ଏତେ ବଡ଼ କାମ କଲେ, ତା ସହିତ ସାମ୍ବାଦିକତାକୁ ବି ଆସିଲେ। ହଁ, ସେଇଟା ଆଉ ଗୋଟେ ଦିଗ। ସମାଜ ଖବରକାଗଜ ଆରମ୍ଭ କଲେ, ଓଡ଼ିଆ ଲୋକଙ୍କ କଥା, ତାଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ପାଇଁ। ଠିକ୍। ଆଉ ରାଜନୀତିରେ ବି ସକ୍ରିୟ ରହିଲେ, ଓଡ଼ିଶାର ସ୍ୱାର୍ଥ ପାଇଁ। ଏତେ ସବୁ କାମ ନିଜ ଦେହ କଥା ବି ଭୁଲି ଯାଉଥିଲେ ବୋଧେ। ନିଶ୍ଚୟ। ଆଉ ସମାଜ କଥା ଯଦି କହିବା, ସେତେବେଳେ ସେଇଟା ଖାଲି ଖବରକାଗଜ ନଥିଲା, ସେଇଟା ଓଡ଼ିଶାର ଜନମତ ତିଆରି କରୁଥିଲା। ଗୋଟେ ବଡ଼ ଭୂମିକା ଥିଲା ତାର। କେମିତି? ଦେଖନ୍ତୁ, ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସବୁ ମିଶିକି ନଥିଲା ସେତେବେଳେ। ହଁ, ଅଲଗା ଅଲଗା ଥିଲା। ତ ସେସବୁର ଏକତ୍ରୀକରଣ ପାଇଁ ହେଉ କିମ୍ବା ସ୍ୱାଧୀନତା ସଂଗ୍ରାମ ପାଇଁ ଲୋକଙ୍କୁ ମନେଇବା ପାଇଁ ହେଉ, ସମାଜ ଗୋଟେ ବଡ଼ ମାଧ୍ୟମ ଥିଲା। ଆଚ୍ଛା। ତାଙ୍କର ଯେଉଁ ରାଜନୈତିକ କାମ, ସେଗୁଡ଼ାକୁ ଯଦି ଆମେ ବଡ଼ ଚିତ୍ରରେ ଦେଖିବା, ସେ ସବୁବେଳେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଇଁ ଆଉ ଭାରତର ସ୍ୱାଧୀନତା ପାଇଁ ଲଢ଼ୁଥିଲେ। ଏସବୁ ଗୋଟେ ବଡ଼ ଜାତୀୟ ଜାଗରଣର ଅଂଶ ଥିଲା। ଆଉ ଶେଷରେ 1928ରେ ତାଙ୍କର ଦେହାନ୍ତ ହେଲା। ଓଡ଼ିଶା ପାଇଁ ସେଇଟା ବହୁତ ବଡ଼ କ୍ଷତି ଥିଲା। ନିଶ୍ଚୟ। ତେବେ ଏ ଯେଉଁ ଆଲୋଚନା ହେଲା, ଏଥିରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ? ହଁ। ପ୍ରଥମ କଥା ହେଲା, ନିଜ ସୁଖ ସୁବିଧା ଛାଡ଼ି ଲୋକଙ୍କର ସେବା କଲେ। ହଁ। ଦ୍ୱିତୀୟରେ, ଶିକ୍ଷାକୁ କେବଳ ପାଠପଢ଼ା ନୁହେଁ, ଚରିତ୍ର ଗଠନର ମାଧ୍ୟମ କଲେ। ଠିକ୍। ଆଉ ତୃତୀୟରେ, ସତ୍ୟ ଆଉ ନ୍ୟାୟ ପାଇଁ ସାମ୍ବାଦିକତାକୁ ବ୍ୟବହାର କଲେ। ଏକଦମ ସଠିକ୍। ଆପଣ ଜାଣନ୍ତି, ଚାଣକ୍ୟ କହିଥିଲେ, ଯିଏ ସମସ୍ତଙ୍କର ମଙ୍ଗଳ ପାଇଁ ନିଜ ସବୁକିଛି ତ୍ୟାଗ କରେ, ସେହି ପ୍ରକୃତ ମହାନ। ଗୋପବନ୍ଧୁ ଏହି କଥାଟିକୁ ନିଜ ଜୀବନରେ ପୂରାପୂରି ଦେଖେଇ ଦେଇଛନ୍ତି। ତାଙ୍କ କାହାଣୀ କେବଳ ଇତିହାସ ବହିରେ ରହିବା କଥା ନୁହେଁ। ନା, ଆଜି ବି ଏହାର ମହତ୍ୱ ଅଛି। ହଁ, ଆଜି ବି ଏହା ପ୍ରାସଙ୍ଗିକ। ଆଉ ଏହା ଆମକୁ ଗୋଟେ ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ, ଆଜିକାଲିର ଦୁନିଆରେ ଏହି ନିଃସ୍ୱାର୍ଥପର ସେବାର ସ୍ଥାନ କେଉଁଠି ଅଛି? ବହୁତ ବଡ଼ ପ୍ରଶ୍ନ। ଯଦି ଆଜିର ଏହି ଆଲୋଚନା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଷୟରେ ଶ୍ରୋତାମାନଙ୍କୁ ଭଲ ଲାଗିଛି, ଟିକେ ପ୍ରେରଣା ଦେଇଛି, ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ। ହଁ, ନିଶ୍ଚୟ। ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରନ୍ତୁ ଆଉ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ହଁ, ଶେଷରେ ମୁଁ ଗୋଟେ କଥା ଚିନ୍ତା କରିବା ପାଇଁ ସମସ୍ତଙ୍କୁ କହିବି। କୁହନ୍ତୁ। ଯେତେବେଳେ ଜଣେ ମଣିଷ ନିଜର ସବୁକିଛି, ନିଜର ସୁଖ, ସମ୍ପତ୍ତି, ଏପରିକି ନିଜ ପରିବାରର ଆରାମକୁ ବି ପଛରେ ପକେଇ ଦେଇ କେବଳ ଲୋକଙ୍କ ଭଲ ପାଇଁ ନିଜ ଜୀବନକୁ ଦେଇଦିଏ, ସେତେବେଳେ ଆମକୁ ଆଜିର ସମାଜରେ ଟିକେ ଭାବିବାକୁ ପଡ଼ିବ ଯେ ପ୍ରକୃତ ନେତୃତ୍ୱ ଓ ପ୍ରକୃତ ସେବାର ମାନେ କ'ଣ।